ଜୟ ଜଗନ୍ନାଥ। ନମସ୍କାର। ସର୍ବପ୍ରଥମେ ଦର୍ଶକ ବନ୍ଧୁମାନଙ୍କୁ ପବିତ୍ର ରଥଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। 2025 ମସିହା ଜୁଲାଇ ମାସର ରାଶିଫଳ ଉପସ୍ଥାପନ କରିବା କ୍ରମରେ ଆଜି ଜାଣିବା ବୃଷ ରାଶି ପାଇଁ ଜୁଲାଇ ମାସର ରାଶିଫଳ କିପରି ରହିବ। ଜୁଲାଇ ମାସରେ ବୃଷ ରାଶିର କ୍ୟାରିୟର ବା କର୍ମ ସମ୍ପର୍କରେ ଆଲୋକପାତ କଲେ ଜଣାଯାଏ ଯେ ଏହି ମାସରେ ବୃଷ ରାଶିର ଦଶମ କର୍ମଭାବର ଅଧିପତି ଶନି ବୃଷ ରାଶିର ଏକାଦଶ ଭାବ ମୀନ ରାଶିରେ ଅବସ୍ଥାନ କରିଛନ୍ତି। ତେଣୁ ବୃଷ ରାଶିଜାତ ବ୍ୟକ୍ତି ଏହି ସମୟରେ କର୍ମକ୍ଷେତ୍ରରୁ ଭଲ ଫଳ ପାଇବାର ସମ୍ଭାବନା ରହିଅଛି। ନୂତନ କର୍ମ ଆରମ୍ଭ କରିବାର ଯୋଜନା କରିପାରନ୍ତି। କର୍ମକ୍ଷେତ୍ରରୁ ଲାଭ ପାଇବା ପାଇଁ ଅଧିକା ପରିଶ୍ରମ କରିବାକୁ ପଡ଼ିପାରେ। କିନ୍ତୁ ଜୁଲାଇ ମାସ 13 ତାରିଖ ଠାରୁ ଶନି ମୀନ ରାଶିରେ ବକ୍ରୀ ଭାବରେ ଗମନ କରୁଥିବାରୁ ଭଲ ଫଳ ପ୍ରଦାନ କରିବା ପାଇଁ ସମର୍ଥ ହେବେ ନାହିଁ। ବାଣିଜ୍ୟ ବେପାର କରୁଥିଲେ ଜୁଲାଇ ମାସ 13 ତାରିଖ ପରଠାରୁ ଭାବିଚିନ୍ତି ନିଷ୍ପତ୍ତି ନେବା ଆବଶ୍ୟକ। ଆବଶ୍ୟକ ଅନୁଭବ କଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କିଛି ଦିନ ପାଇଁ ଟାଳିଦେଲେ ଭଲ ହେବ। ଚାକିରି କରୁଥିଲେ ଜୁଲାଇ ମାସର ପ୍ରଥମ 2 ସପ୍ତାହ ଭଲରେ କଟିବ। ଜୁଲାଇ 13 ତାରିଖ ପରଠାରୁ ଶନି ବକ୍ରୀ ହେଲେ ମାସର ଶେଷ ପର୍ଯ୍ୟନ୍ତ ଚାକିରି କ୍ଷେତ୍ରରେ ସମସ୍ୟା ପ୍ରଦାନ କରିପାରନ୍ତି। ଆର୍ଥିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଜୁଲାଇ ମାସଟି ବୃଷ ରାଶି ପାଇଁ ବେଶ ଅନୁକୂଳ ଫଳ ପ୍ରଦାନ କରିବ। ବୃଷ ରାଶିର ଆୟ ବା ଲାଭ ଭାବର ଅଧିପତି ବୃହସ୍ପତି ମାସ ସାରା ବୃଷ ରାଶିର ଦ୍ୱିତୀୟ ସ୍ଥାନ ଧନସ୍ଥାନରେ ବିରାଜମାନ କରୁଥିବାରୁ ବୃଷ ରାଶି ବ୍ୟକ୍ତିଙ୍କୁ ଆର୍ଥିକ ସମୃଦ୍ଧି ପ୍ରଦାନ କରିବେ। ଏହି ସମୟରେ ବୃଷ ରାଶିର ସପ୍ତମ ବାଣିଜ୍ୟ ଭାବର ଅଧିପତି ମଙ୍ଗଳ ଆପଣଙ୍କ ରାଶିର ପଞ୍ଚମ ଭାବରେ ରହି ଆୟ ଭାବ ଉପରେ ଦୃଷ୍ଟି ପକାଉଥିବାରୁ ବାଣିଜ୍ୟ ବେପାରରୁ ଭଲ ମୋଟା ରକମର ଅର୍ଥ ପ୍ରଦାନ କରିବେ। ବେଶ ଆଖି ଦୃଷ୍ଟିଆ ଅର୍ଥ ଉପାର୍ଜନ ହୋଇପାରିବ। କିନ୍ତୁ ଶନି ଆୟ ଭାବରେ ଅବସ୍ଥାନ କରିଥିବାରୁ ଆୟ ବା ଲାଭ ମିଳିବାରେ କିଛିଟା ବିଳମ୍ବ ଘଟିପାରେ। କିନ୍ତୁ ଲାଭ ନିଶ୍ଚିତ ରୂପେ ପାଇପାରିବେ। ଜୁଲାଇ ମାସରେ ବୃଷ ରାଶିର ପ୍ରେମ ଓ ବିବାହ ସମ୍ପର୍କରେ ଆଲୋଚନା କଲେ ଜଣାଯାଏ ଯେ ଏହି ଜୁଲାଇ ମାସରେ ବୃଷ ରାଶିର ପଞ୍ଚମ ଭାବ କନ୍ୟା ରାଶିର ଅଧିପତି ବୁଧଙ୍କର ସ୍ଥିତି ଠିକ୍ ରହୁନଥିବାରୁ ଲଭ୍ ଲାଇଫରେ ଥିବା ବୃଷ ରାଶି ବ୍ୟକ୍ତି ବିଶେଷ ଶୁଭ ଫଳ ପାଇପାରିବେ ନାହିଁ। ମାନସିକ ବିଚଳତା ତଥା ଭାବ ପ୍ରବଣତାର ଶିକାର ହୋଇପାରନ୍ତି। ଭାବ ପ୍ରବଣତାର ଶିକାର ହୋଇ ଭୁଲ ପଦକ୍ଷେପ ମଧ୍ୟ ନେଇପାରନ୍ତି। ଏମିତିକି ଏପରି କିଛି ନ କହିବା କଥା କହି ଆପଣଙ୍କ ପାର୍ଟନରଙ୍କ ମନରେ ଆଘାତ ପହୁଞ୍ଚାଇବାର ସମ୍ଭାବନା ରହିଅଛି। ତେଣୁ ଏହି ସମୟରେ ବୃଷ ରାଶିଜାତ ବ୍ୟକ୍ତି ନୀରବତା ଅବଲମ୍ବନ କରିବା ଉଚିତ ହେବ। ପରିଣୟ ବା ବିବାହ ଦୃଷ୍ଟିରୁ ଦେଖିବାକୁ ଗଲେ ଜୁଲାଇ ମାସ 26 ତାରିଖ ପର୍ଯ୍ୟନ୍ତ ବୃଷ ରାଶି ଅଧିପତି ଶୁକ୍ର ନିଜ ରାଶିରେ ରହିଥିବାରୁ ଅବିବାହିତ ଥିବା ପୁଅ ଝିଅମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସି ବିବାହ ତାରିଖ ସ୍ଥିର ହୋଇଯାଇପାରେ। ଆଗାମୀ ବିବାହ ଋତୁରେ ବିବାହ ବନ୍ଧନରେ ବାନ୍ଧି ହେବାର ସମସ୍ତ ସମ୍ଭାବନା ରହିଅଛି। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ଜୁଲାଇ ମାସଟି ବୃଷ ରାଶି ପାଇଁ ମଧ୍ୟମ ଧରଣର ଫଳ ପ୍ରଦାନ କରିବାର ସମ୍ଭାବନା ରହିଅଛି। ଲଗ୍ନ ଭାବରେ ଅବସ୍ଥିତ ଶୁକ୍ର ସୁରକ୍ଷା ପ୍ରଦାନ କରୁଥିବା ବେଳେ ଶନିଙ୍କର ତୃତୀୟ ଦୃଷ୍ଟି ବୃଷ ରାଶି ଉପରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେବା ପାଇଁ ଉଦ୍ୟତ ରହିବ। ତେଣୁ ଏହି ସମୟରେ
ଡାଇବେଟିକ୍ରେ ଆକ୍ରାନ୍ତ ଥିବା ବ୍ୟକ୍ତିବିଶେଷ ବିଶେଷ ସତର୍କତା ଅବଲମ୍ବନ କରିବା ସହିତ ନିୟମିତ ଭାବେ ଚେକଅପ୍ କରାଇ ନେବା ଠିକ୍ ରହିବ। ଏତ ଗଲା ମୋଟାମୋଟି ଭାବରେ ବୃଷ ରାଶି ପାଇଁ ଜୁଲାଇ ମାସର ମାସିକ ରାଶିଫଳ। ମାସଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ଶୁକ୍ର ଓ ଶନି ମହାଗ୍ରହଙ୍କର ପ୍ରତିକାର ବୃଷ ରାଶିଜାତ ବ୍ୟକ୍ତି କରାଇ ନେଲେ ତାହା ଉଚିତ ରହିବ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ରଥାରୂଢ଼ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ରହିଥିବା ଅଶୁଭତ୍ୱ ଦୂର ହୋଇ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।